ନାଇଁ ଆଜି ଆମେ ସକାଳୁ ଖବର ପାଇଲୁ କି ଯେ ଯୋଉ ଆମର ପାରଜୋଶୀପୁର ଅଛି, ପାରଜୋଶୀପୁର ଗାଁ, ସେଇଠି ଗୋଟେ ଅଜଣା ମହିଳା ଯାହାର ବୟସ ପାଖାପାଖି 70 ବର୍ଷ ହବ, ତାର ମୃତଦେହ ପଡିଛି ବୋଲି ଆମେ ଆସିଲୁ। ଆସିକି ଏବେ ତ ଯାହା ଜଣା ପଡିଲା ଯେ ସେ ମହିଳା ଜଣକ ବୟସ ପ୍ରାୟ 70 ବର୍ଷ ଏବଂ ସେ ଟିକେ କାଲି ସନ୍ଧ୍ୟାବେଳେ ସେ ଆସିକି ଆମର ଆଲୋକ ମହାପାତ୍ର ବୋଲି ଜଣେ ଲୋକ ଅଛନ୍ତି, ତାଙ୍କର ଗୋଟେ ଦୋକାନ ଅଛି, ସେଇ ଦୋକାନ ପିଣ୍ଡି ଉପରେ ସେ ଆସି ବସିଥିଲେ। ସେ କିଛି କଥାବାର୍ତ୍ତା କରୁନଥିଲେ ଏବଂ ଟିକେ ବାୟଣୀ ଭଳି ସେମାନେ ଜଣା ପଡୁଥିଲା, ଚୁଟି ଫୁଟି ପୁରା ଜଟଫଟ ହେଇଯାଇଥିଲା। ତାପରେ ସେ ତାଙ୍କୁ ସେଇଠି ବସିଥିଲେ ଗୋଟେ ଘୋଡ଼ି ହେଇକି, ତାପରେ ସେ ତାଙ୍କ ଦୋକାନ ବନ୍ଦ କରି ପଡ଼ିଲେ। ଆଜି ସକାଳୁ ସେ ଦେଖିଲେ ଯେ ସେ ତାଙ୍କ ଘର ସାମ୍ନାରେ ସେ ତାର ମୃତ ଅବସ୍ଥାରେ ପଡିଛି ଏବଂ ତାର ଦେହରେ ମଧ୍ୟ ମୁଣ୍ଡରେ କିଛି କ୍ଷତ ଚିହ୍ନ ଅଛି। ତଦନ୍ତ ଚାଲିଛି, ଯାହା ଜଣା ପଡିବ। ତାକୁ ପାଖାପାଖି 70 ବର୍ଷର ମହିଳା ଜଣକ। ପାରିପାର୍ଶ୍ୱିକ ଦୃଷ୍ଟିକୋଣ କଣ ଅଛି? କଣ ହେଇଥାଇପାରେ ସେଟା ଜଣା ପଡିବ, ପୋଷ୍ଟମର୍ଟମ ହବ ତାପରେ ଜଣା ପଡିବ। ସାର୍ ଦେଖାଯାଉଛି ଯେ ଯୋଉ ବ୍ଲଡ ଗୋଟେ ଜାଗାରେ ପଡିଛି, ଆଉ ଗୋଟେ ଜାଗାରେ ଡେଡ୍ ବଡି ପଡିଥିଲା। ନାଇଁ ସେ ଘୁଷୁରିକି ଯାଇଥାଇପାରେ, ଯେତେବେଳେ ଗୋଟେ ଲୋକ ବାଡେଇ ହେଇକି ପଡିଯାଇଛି, ଘୁଷୁରିକି ବି ଛଟପଟ ହେଇଥିବ, ଏପଟକୁ ପଳେଇଥିବ, ଏମିତି ହେଇପାରେ।